ମୁଁ ଆଜି ବନେଇବାକୁ ଯାଉଛି ନହରା ମାଛର ଚଡ଼ଚଡ଼ି। ଦେଖନ୍ତୁ ମୁଁ କେମିତି ବନାଉଛି। ପ୍ରଥମେ ମାଛରେ ହଳଦୀ ଲୁଣ ଗୋଳେଇକି ରଖିଦେଲି। ତାପରେ କଢ଼େଇରେ ତେଲ ପକେଇଦେଲି। ତେଲ ଗରମ ହୋଇଯିବା ପରେ ଦୁଇଟା ବଡ଼ ସାଇଜ୍ର ପିଆଜକୁ କାଟିକି ପକେଇଦେଲି। ତାପରେ ସିମ, ଆଳୁ, ମୂଳା, କଞ୍ଚା କଦଳୀ ସବୁ କାଟିକି ରଖିଥିଲି ତାକୁ ପକେଇଦେଲି। ହଳଦୀ ଲୁଣ ଶୁଖିଲା ଲଙ୍କା ଗୁଣ୍ଡ ସବୁ ପକେଇକି ତାକୁ ଟିକେ କିଛି ସମୟ ପାଇଁ ଭାଜିଲି। ତାକୁ ସିଝିବାକୁ ଛାଡ଼ିଦେଲି। 50% ସିଝିଗଲେ ସେଥିରେ ସୋରିଷ ବାଟିକି ରଖିଥିଲି ତାକୁ ପକେଇଲି। ତାପରେ ମାଛରେ ହଳଦୀ ଲୁଣ ଗୋଳେଇକି ଆଗରୁ ରଖିଥିଲି ତାକୁ ପକେଇଲି। ଏଥିରେ ପାଣିର କିଛି ଆବଶ୍ୟକ ନାହିଁ। ମାଛରୁ ବହୁତ ପାଣି ବାହାରିବ। ଆଉ ସେଥିରେ ଆଉ ଯେତିକି ବାକି ଥିବ ସେତିକିରେ ସବଜି ସବୁ ସିଝିଯିବ। ତାପରେ ପୁରା ଶୁଖିଲା ହେଇଗଲା ପରେ ମାଛଟା ପୁରା ପରଫେକ୍ଟ ହେବ। ତେଜପତ୍ର ପକେଇଦେଲି। ଏଇ ମାଛକୁ ଆପଣମାନେ କ'ଣ କହୁଛନ୍ତି କମେଣ୍ଟରେ କହିବେ। ଆମେ ତ କହୁ ନହରା ମାଛ। ଏବେ ମୋର ରେଡ଼ି ହେଇଗଲା ନହରା ମାଛର ଚଡ଼ଚଡ଼ି।